ନମସ୍କାର ବନ୍ଧୁ ଓ ବାନ୍ଧବୀମାନେ। ପ୍ରଥମ ଭାଗରେ ମୁଁ ଆପଣମାନଙ୍କୁ କହିଥିଲି କେମିତି ଖୁଡ଼ି ତାଙ୍କ ନିଜ ଆଡ଼ୁ ମୋତେ ତାଙ୍କର କ୍ଷୀର ପିଆଇଥିଲେ। ଯଦି ଆପଣମାନେ ଏହି ଭିଡ଼ିଓର ପ୍ରଥମ ଭାଗ ଦେଖିନାହାନ୍ତି ତାହେଲେ ଆମ ଡେସ୍କ୍ରିପସନ୍ରେ ପ୍ରଥମ ଭାଗର ଲିଙ୍କ୍ ଦିଆଯାଇଛି। ସେହି ଭିଡ଼ିଓକୁ ପ୍ରଥମେ ଦେଖନ୍ତୁ, ତାପରେ ଏହି ଭିଡ଼ିଓକୁ ଆସନ୍ତୁ। ଚାଲନ୍ତୁ ଆଜିର କାହାଣୀକୁ ଆରମ୍ଭ କରିବା। ଏହି ପାର୍ଟରେ ମୁଁ ଆପଣମାନଙ୍କୁ କହିବି କି କେମିତି ମୁଁ ତାଙ୍କୁ କରିବା ପାଇଁ ରାଜି କରାଇଲି, ସେ ବିଷୟରେ ଆପଣମାନେ ଆଜି ଜାଣିବେ। ସେଦିନ ଠାରୁ 4ରୁ 5 ଦିନ ପର୍ଯ୍ୟନ୍ତ ପ୍ରତିଦିନ ମୋ କାମ ଥିଲା। ଦ୍ୱିପହର ବେଳେ ଥରେ ଆଉ ସନ୍ଧ୍ୟାବେଳେ ଥରେ ଖୁଡ଼ିଙ୍କର ମୁଁ ପିଇଲି। ଦ୍ୱିପହର ବେଳେ କାକା ଆଉ ତାଙ୍କ ବଡ଼ ପୁଅ ଘରେ କେହି ନଥାନ୍ତି। ପୁଅ ସ୍କୁଲରେ ଆଉ କାକା ଦୋକାନରେ। ମୋତେ ସେହି ସମୟରେ ହିଁ ମଉକା ମିଳେ। ଏ କାମ ଆରମ୍ଭ ହେବା ଦିନରୁ ମୁଁ ମୋ ସ୍କୁଲରୁ ଖେଳ ଛୁଟି ଘଣ୍ଟା ବାଜିବା ଆଗରୁ ହିଁ ସାଇକେଲ ନେଇକି ଦୌଡ଼େ। ଘରେ କ'ଣ ଦୁଇଟା ଖାଇଦେଇ ପୁଣି ସ୍କୁଲ ଯିବାର ବାହାନା କରି ଖୁଡ଼ି ଘରକୁ ଚାଲିଯାଏ। କାକା ଲଞ୍ଚ କରିବାକୁ ଆସିବା ଆଗରୁ ମୁଁ କାମ ସାରି ଚାଲିଯାଏ। ପୁଣି ସଞ୍ଜ ହେଲେ ତାଙ୍କ ପୁଅ ଟ୍ୟୁସନକୁ ଚାଲିଯାଏ। ଆଉ ସେ ସୁଯୋଗ ଦେଖି ମୁଁ ଚାଲିଯାଏ ଖୁଡ଼ିଙ୍କ ପାଖକୁ। ସବୁକିଛି ଠିକ୍ଠାକ୍ ଭାବରେ ଚାଲିଥିଲା। ହେଲେ ରବିବାର ଦିନ ସବୁ ଗଡ଼ବଡ଼ ହୋଇଗଲା। ରବିବାର କାକା ଦୋକାନରୁ 12ଟା ବେଳେ ପଳାଇ ଆସନ୍ତି ଆଉ ତାଙ୍କ ପୁଅ ବି ଦିନ ସାରା କାର୍ଟୁନ୍ ଦେଖିବାରେ ଲାଗିଥାଏ। 2:30ରେ କାକା ଦୋକାନକୁ ଯାଆନ୍ତି ନାହିଁ ଆଉ ରବିବାରରେ ପୁଅର ବି ଟ୍ୟୁସନ୍ ବନ୍ଦ ରହେ। ତେଣୁ ମୋତେ ଆଉ ସେଦିନ ସୁଯୋଗ ମିଳିଲା ନାହିଁ। ମୋ ମୁଣ୍ଡ କାମ କରିବା ବନ୍ଦ ହୋଇଗଲା। କ୍ଷୀର ଟିକେ ପିଇବା ପାଇଁ ମୁଁ ଡହଳ ବିକଳ ହେଉଥିଲି। ସେପଟେ ଖୁଡ଼ିଙ୍କର ମଧ୍ୟ ମୋଠୁ ଆହୁରି ହାଲତ ଖରାପ। ତାଙ୍କର ସେଇଟା ପୁରା ଫୁଲିଯାଇ ବିନ୍ଧିବା ଆରମ୍ଭ ହୋଇଗଲାଣି। ସେ ମୋତେ କଲ୍ କରି କହିଲେ, ଆଜି ଘରକୁ ଆସିବୁ ନାହିଁ, କାକା ଆସି ସାରିଲେଣି। ସେ ଲଞ୍ଚ ଖାଇ ଶୋଇବା ପରେ ମୁଁ କହିବି ଆମେ କ'ଣ କରିବା। ତାପରେ ମୁଁ କହିଲି ଠିକ୍ ଅଛି କହିକି ଫୋନ୍ ରଖିଲି। ଆଉ 1:30ରେ ଖୁଡ଼ି ହ୍ୱାଟ୍ସଆପ୍ରେ ମୋତେ ମେସେଜ୍ କଲେ, କହିଲେ ମୁଁ ଗୁହାଳ ଘର ଭିତରେ ଥିବି, ତମେ ଆସିବ। ମୁଁ କହିଲି ଠିକ୍ ଅଛି କହି ବାହାରିବା ବେଳକୁ ବାପା ଡାକିଲେ ଚାଉଳ 20 କିଲୋ ଓଜନ କରି ଅଖାରେ ଭର୍ତ୍ତି କରିବାକୁ। ଆଉ ମୁଁ ତାଙ୍କୁ ମନା ବି କରିପାରିଲିନି। ବାଧ୍ୟ ହୋଇ ରହିବାକୁ ପଡ଼ିଲା। କାମ ସରିବା ବେଳକୁ ଅଧଘଣ୍ଟାଏ ଲେଟ୍ ହେଲାଣି। ମୋବାଇଲ ସାଇଲେଣ୍ଟ ମୋଡ଼ରେ ଥିଲା। ଖୋଲିଲା ବେଳକୁ ଖୁଡ଼ିଙ୍କର 15ଟି ମିସ୍ କଲ୍। ମୁଁ ଭାବିଲି ଖୁଡ଼ି ସେଠୁ ଚାଲି ଯାଇଥିବେ। ଟିକେ କଲ୍ କରି ଦେଖିଲେ ଭଲ ହେବ ଭାବି ମୁଁ ତାଙ୍କୁ କଲ୍ କଲି। ଖୁଡ଼ି କଲ୍ ଉଠାଇ କାନ୍ଦିବା ସ୍ୱରରେ କହିଲେ, ରମୁ ଜଲ୍ଦି ଆସ, ମୁଁ ଆଉ ରହିପାରୁନି ପ୍ଲିଜ୍। ତାପରେ ମୁଁ ସାଙ୍ଗେ ସାଙ୍ଗେ ଦୌଡ଼ିଲି ଗୁହାଳ ଘର ଭିତରକୁ। ସେଠି ଯାଇ ଦେଖେ ତ ଖୁଡ଼ି ନଡ଼ା ବିଛା ଯାଇଥିବା ଗାଦି ଉପରେ ବସିଛନ୍ତି। ମୁଁ ଯେମିତି ଯାଇ ସେଠି ପହଞ୍ଚିଛି, ଖୁଡ଼ି ଗୁହାଳ ଘର ଭିତରକୁ ମୋତେ ଟାଣି ନେଲେ। କବାଟକୁ ଲକ୍ କରି ମୋତେ ସେ ନଡ଼ା ଗଦା ଉପରକୁ ଠେଲିଦେଲେ। ଆଉ ସେ ପୁରା ପାଗଳି ଭଳି ହୋଇଯାଇଥିଲେ। ସଙ୍ଗେ ସଙ୍ଗେ କପଡ଼ାଟାକୁ ତଳପଟରୁ ଖୋଲିଦେଇ ମୋ ଉପରକୁ ଚଢ଼ି ବସି ପଡ଼ିଲେ। ଆଉ ଛାତିରୁ ଟିକେ ନୁଆଁଇ ତାଙ୍କର ସେ ଦୁଇଟାକୁ ମୋ ମୁହଁ ସାମ୍ନାରେ ରଖିଥିଲେ। ଗୋଟେ ହାତରେ ଭରା ଦେଇ ନଇଁଥିଲେ ଆଉ ଗୋଟେ ହାତରେ ମୋ ମୁଣ୍ଡକୁ ପଛପଟୁ ଟେକି ଦେଇ ଗୋଟେ ଗୋଲ ଜିନିଷକୁ ମୋ ପାଟିରେ ପୂରେଇଲେ। ମୁଁ ଦୁଇଟାକୁ ଅଦଳ ବଦଳ କରି ହାତରେ ଦଳି ଦଳି ଖାଇ ଚାଲିଥାଏ। ତାଙ୍କର ସେଇଟା ଏତେ ବଡ଼, ତାଙ୍କର ତା ସାଙ୍ଗକୁ ଗୋଲାକାର ଅଗଭାଗ ଆଉ ଅଙ୍ଗୁର କୋଳି ପରି ଅଗକୁ ମୁଁ ଜିଭ ଲଗେଇ ଖାଇ ଚାଲିଥାଏ। ଖୁଡ଼ି ଆଖି ବନ୍ଦ କରି ମଜାରେ ସଁ ସଁ ହେଉଥାନ୍ତି। ଆଉ ପ୍ରାୟ ଘଣ୍ଟାଏ ପରେ ଖୁଡ଼ିଙ୍କର କ୍ଷୀର ସରିଲା। ମୁଁ କହିଲି ଖୁଡ଼ି ଆଉ ବାହାରୁନି। ଖୁଡ଼ି ଗୋଟେ ହସ ଦେଇ କହିଲେ, ହଉ ଆଉ ବେଶୀ ଖାଅନି, ନହେଲେ ମୋର ଛିଣ୍ଡିଯିବ। ଏତିକି କହି ଖୁଡ଼ି ଉଠିବାକୁ ବାହାରିଲେ। ତାଙ୍କ ଶାଢ଼ୀ ଟିକେ ଖୋଲି ଯାଇଥିଲା। ସେ ଏବେ ଆଉ ଥରେ ଶାଢ଼ୀ ଖୋଲି ସଜାଡ଼ିବାକୁ ଯାଉଥିଲେ। ସେହି ସମୟରେ ମୋ ନଜର ତାଙ୍କ ନାହି ଉପରେ ପଡ଼ିଲା। ତାଙ୍କର ଗହିରିଆ ନାହିଁ ଦେଖି ମୁଁ ସେଥିରେ ଆଙ୍ଗୁଳି ପଶାଇ ଦେଇ ଚାବି ଘୂରାଇବା ପରି କରିଦେଲି। ଖୁଡ଼ି କହିଲେ, ନାଇଁ ସେ ଦୁଷ୍ଟାମି କରନି କହି ତାଙ୍କ କପଡ଼ା ପିନ୍ଧି ଚାଲିଯିବାକୁ ବସିଥିଲେ। ଆଉ ମୁଁ ତାଙ୍କୁ ପଛପଟରୁ ଜାବୁଡ଼ି ଧରିଲି। ସେ ବୁଲି ପଡ଼ି ମୋ ଗାଲରେ ଗୋଟାଏ ଚାପୁଡ଼ା ମାରି କହିଲେ, ଏ କ'ଣ କରୁଛ? ମୋତେ ଏସବୁ ଜମାରୁ ପସନ୍ଦ ନୁହେଁ। ତମେ ମୋ ପୁଅ ପରି ହେବ, ସେଥିପାଇଁ ତମକୁ ମୁଁ କ୍ଷୀର ପିଆଉଥିଲି। ମୋର ବି ତମ ସାହାଯ୍ୟ ଦରକାର ଥିଲା, ତା ବୋଲି ତମେ ମୋ ଫାଇଦା ଉଠାଇବ। ତାପରେ ମୁଁ ତାଙ୍କ କଥା ଶୁଣି କାନ୍ଦିବାକୁ ଲାଗିଲି ଆଉ ସେ ନଡ଼ା ଗଦା ଉପରେ ବସି ପଡ଼ିଲି। ଖୁଡ଼ି ମୋତେ କାନ୍ଦୁଥିବାର ଦେଖି ମୋ ପାଖରେ ବସିଲେ ଆଉ କହିଲେ, ସେମିତି ଆଉ କେବେ କରିବ ନାହିଁ। ମୁଁ କହିଲି, ଖୁଡ଼ି ମୁଁ ତୁମକୁ ଟିକେ ଗେଲ କରିବାକୁ ଚାହେଁ। ଆମ ସ୍କୁଲରେ ପୁଅ ଝିଅମାନେ କରନ୍ତି। ମୋର କେହି ପ୍ରେମିକା ନାହାନ୍ତି, ତେଣୁ ତମେ ମୋତେ ଟିକେ ସାହାଯ୍ୟ କର।
ଖୁଡ଼ି କହିଲେ ନା ମୁଁ କରିପାରିବି ନାହିଁ। ଏହା କହି ସେ ପୁଣି ଚାଲିଯିବାକୁ ବାହାରିଲେ। ମୁଁ କହିଲି ଯଦି ନ କରିବ ତେବେ ମୁଁ ଆଉ ତୁମର କ୍ଷୀର ପିଇବି ନାହିଁ। ଖୁଡ଼ି ଏ କଥା ଶୁଣି କିଛି ସମୟ ରହିଗଲେ ଆଉ ପଛକୁ ବୁଲି କହିଲେ ଓକେ ମୁଁ ତୁମକୁ ଗେଲ କରିବି କିନ୍ତୁ ତୁମେ ଆଜି ପରେ ଆଉ କେବେ କହିବ ନାହିଁ ଗେଲ କରିବାକୁ। ମୁଁ ମନେ ମନେ ଭାବିଲି ଯେତିକି ମିଳୁଛି ସେତିକିରେ ସନ୍ତୁଷ୍ଟ ହୋଇଯିବା। ମୁଁ ହଁ କହି ଖୁଡ଼ିଙ୍କ ମୁହଁକୁ ଭିଡ଼ି ଧରି ତାଙ୍କ ଗୋଲାପ ପାଖୁଡ଼ା ପରି ଓଠକୁ ଗେଲ କରି ଚାଲିଲି। ଖୁଡ଼ି ନିଜକୁ ଆୟତ୍ତରେ ରଖୁଥିଲେ। ଏବେ ଗେଲ କରୁଥିବା ସମୟରେ ମୁଁ ପୁଣି ତାଙ୍କ ନାହିରେ ହାତ ମାରିଲି। ସେ ମୋ ପାଖରୁ ବାହାରି ଯାଇ କିଛି କହିବା ଆଗରୁ ମୁଁ ଦୁଇ ହାତରେ ତାଙ୍କ ପଛ ଓସାରିଆ ଭାଗକୁ ଦଳି ଦେଇ ଜଙ୍ଘରେ ଠାଏ କରି ଦୁଇ ଚାପୁଡ଼ା ମାରିଦେଲି। ସେ ଏବେ ପୁରା ଗରମ ହୋଇଯାଇଥିଲେ କିନ୍ତୁ ନିଜକୁ ଆୟତ୍ତରେ ରଖୁଥିଲେ। ମୁଁ ୟାର ସୁଯୋଗ ନେଇ ମୋ କପଡ଼ା ଭିତରୁ ମୋର ବାହାର କରି ତାଙ୍କୁ ଗୋଟେ ହାତରେ ଧରେଇ ଦେଲି। ଆଉ ସେ ମୋର ଲମ୍ବା ଜିନିଷକୁ ଧରିବା ପରେ ଆଉଟ୍ ଅଫ୍ କଣ୍ଟ୍ରୋଲ ହୋଇଗଲେ ଆଉ ଆଣ୍ଠେଇ ପଡ଼ି ମୋ 7 ଇଞ୍ଚର ନେଇ ଗବାଗବ ପାଟିରେ ପୂରେଇ ଚାଲିଲେ। ଆଉ 10 ମିନିଟ୍ ପାଟିରେ ପୂରେଇବା ପରେ ମୋର ପିଚ୍ ପିଚ୍ ହୋଇ ପାଣି ବାହାରିଗଲା। ସବୁ ତାଙ୍କ ପାଟିରେ ରହିଗଲା। ସେ ରାଗିଯାଇ କହିଲେ ମୋ ମୁହଁରେ ପାଣି ଛାଡ଼ିଲୁ ରହ ତୋ ମୁହଁରେ ମୁଁ ବି ମୋର ପାଣି ଢାଳୁଛି। ଏତିକି କହି ସେ ତାଙ୍କର ସବୁ ଖୋଲି ପକାଇଲେ। ପ୍ରଥମ ଥର ପାଇଁ ମୁଁ ଖୁଡ଼ିଙ୍କର ସମ୍ପୂର୍ଣ୍ଣ ରୂପକୁ ଦେଖିଲି। ସେ ଏବେ ମୋତେ ଶୁଆଇ ଦେଇ ତାଙ୍କର ଆଣି ମୋ ମୁହଁ ଉପରେ ମାଡ଼ିଦେଲେ। ତାଙ୍କର ସେଇଠି ବହୁତ ଚୁଟି ଥିଲା। ମଝିରେ ଗୋଲାପୀ ରଙ୍ଗର ତ୍ରିଭୁଜ। ମୋତେ ତା ଭିତରେ ଜିଭ ପୂରେଇ ସଲସଲ କରିବାକୁ କହିଲେ। ମୋତେ ପ୍ରଥମ ଥର ଭଲ ଲାଗିଲା ନାହିଁ କିନ୍ତୁ ପରେ ଜୁସ୍ ଟାଇପ୍ର କିଛି ନାଳ ବାହାରିଲା। ଆଉ 10 ମିନିଟ୍ ପରେ ଲୁଣିଆ ପାଣି ମେଞ୍ଚେ ବାହାରି ଆସିଲା। ସବୁ ପାଣି ମୋ ମୁହଁ ଉପରେ ପଡ଼ିଲା। ଏବେ ଖୁଡ଼ି କହିଲେ ତମେ କରି ଜାଣିଛ? ମୁଁ କହିଲି ତମେ ପରମିସନ୍ ଦେଇକି ତ ଦେଖ। ତାପରେ ଖୁଡ଼ି ଟିକେ ହସି ଦେଇ ତାଙ୍କର ମେଲେଇ ଦେଲେ ଆଉ ମୋର ନେଇ ତାଙ୍କର ସେଇ ଭିତରେ ପୂରେଇ ଧକ୍କା ମାରିବାକୁ ଇସାରା କଲେ। ମୁଁ ବି ସେମିତି ତାଙ୍କ ଉପରକୁ ଚଢ଼ିଯାଇ କାତ ମାରି ଚାଲିଲି। ଭିତରଟା ପୁରା ତାଙ୍କର ନାଳୁଆ ଆଉ ଗରମ ହୋଇଯାଇଥିଲା। ସେ ତାଙ୍କର ଦୁଇ ଗୋଡ଼କୁ ମୋ କୋମରରେ ଛନ୍ଦି ଦେଇ ମୋତେ ଆହୁରି ଗତିବିଧି ବଢ଼ାଇବାକୁ କହିଲେ। ଆଉ 15 ମିନିଟ୍ ପରେ ମୋର ଆଉ ଥରେ ପାଣି ବାହାରିଗଲା। ଆଉ ସବୁ ପାଣି ମୁଁ ତାଙ୍କ ଭିତରେ ଛାଡ଼ି ଦେଇ ତାଙ୍କ ଉପରେ ଶୋଇପଡ଼ିଲି। ଅଧଘଣ୍ଟାଏ ପରେ ଆମେ ଉଠିଲୁ ଆଉ ଝାଡ଼ି ଝଡ଼ି ହେଲୁ। ଖୁଡ଼ି ମୋତେ ଦେଖୁଥାନ୍ତି। ମୁଁ ତାଙ୍କୁ ମୋ ପାଟିରେ କିଛି କହିବାକୁ ଥିଲା ନା ତାଙ୍କ ପାଟିରେ କିଛି କହିବାର ଥିଲା। କବାଟ ଖୋଲିବା ଆଗରୁ ଖୁଡ଼ି କହିଲେ ଯାହା ହୋଇଗଲା ଆମ ଭିତରେ ହିଁ ଏକଥା ରହିବ। ସେଦିନରୁ ଖୁଡ଼ି ମୋର ଗର୍ଭବତୀ ଗାଈ ହୋଇଗଲେ ଆଉ ମୁଁ ତାଙ୍କର ବୁଲା ଷଣ୍ଢ। ଯେବେ ଇଚ୍ଛା ହୁଏ ଦୁହିଁ ପାରିବି ଆଉ କରିପାରିବି। ପ୍ରେମିକାକୁ ସମ୍ଭାଳିବା ବହୁତ ସହଜ କିନ୍ତୁ ବିବାହିତ ମହିଳାକୁ ସମ୍ଭାଳିବା କାଠିକର ପାଠ। ଧନ୍ୟବାଦ। ମୋର ସେକେଣ୍ଡ ପାର୍ଟ ସରିଲା। ମୋର ନୂଆ ଅଧ୍ୟାୟକୁ ଅପେକ୍ଷା କରନ୍ତୁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। କାହାଣୀଟି ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ରହୁଛି।